ଦୁନିଆରେ ଅନେକ ବଡ଼ ବଡ଼ ଡ୍ୟାମ୍ ଅଛି ଯାହା ଥରକେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେଇଯାଇପାରେ। ଚୀନର ଥ୍ରୀ ଗର୍ଜେସ୍ ଡ୍ୟାମ୍ ହେଉଛି ଦୁନିଆର ସବୁଠାରୁ ବଡ଼ ଡ୍ୟାମ୍। ଏହି ଡ୍ୟାମ୍ରେ ଏତେ ପାଣି ଷ୍ଟୋର ହୋଇପାରେ ଯେ ଏହା ଦିନେ ପୃଥିବୀର ଆବର୍ତ୍ତନ ଗତିକୁ ଧୀର କରିଦେଇଥିଲା। ସେହିପରି ଓଡ଼ିଶାର ହୀରାକୁଦ ଡ୍ୟାମ୍ ହେଉଛି ଦୁନିଆର ସବୁଠାରୁ ଲମ୍ବା ମାଟିବନ୍ଧ, ଯାହାକି ପାଖାପାଖି 5 କିଲୋମିଟର ଯାଏଁ ଲମ୍ବିଛି। ଓଡ଼ିଶାର ଗର୍ବ ଓ ଏସିଆ ମହାଦେଶର ସବୁଠାରୁ ଲମ୍ବା ମାଟିର ବନ୍ଧ ମଧ୍ୟରୁ ଗୋଟିଏ ହେଉଛି ହୀରାକୁଦ ଡ୍ୟାମ୍, ଯାହା ମହାନଦୀ ଉପରେ ତିଆରି କରାଯାଇଛି ଏବଂ ଏହା ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ। ଏହି ବିଶାଳ ବନ୍ଧ ଓଡ଼ିଶାକୁ ବନ୍ୟାର ସୁରକ୍ଷା ଦେବା ସହ ଚାଷ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଉତ୍ପାଦନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। କିନ୍ତୁ ବହୁତ ଲୋକଙ୍କ ମନରେ ହୀରାକୁଦ ନଦୀବନ୍ଧକୁ ନେଇ ଅନେକ ପ୍ରଶ୍ନ ଆସିଥାଏ, ଯେପରିକି ଏତେ ବଡ଼ ବନ୍ଧର ଗେଟ୍କୁ କେମିତି ଖୋଲାଯାଏ, କେଉଁ ସମୟରେ ଏହା ଖୋଲାଯାଏ, ଏହାକୁ କିଏ ନିୟନ୍ତ୍ରଣ କରେ, ହୀରାକୁଦ ଡ୍ୟାମ୍ର ଗେଟ୍ ସଂଖ୍ୟା କେତେ, ଡ୍ୟାମ୍ ଖୋଲିବା ପୂର୍ବରୁ କାହିଁକି ସାଇରନ୍ ବଜାଯାଏ। ତ ଆଜି ମୁଁ କହିବି ଆପଣଙ୍କୁ ଏ ସମସ୍ତ ପ୍ରଶ୍ନର ଉତ୍ତର। ତେଣୁ ହୀରାକୁଦ ନଦୀବନ୍ଧ ବିଷୟରେ ଡିଟେଲରେ ଯଦି ଜାଣିବାକୁ ଚାହୁଁଛନ୍ତି ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଆଉ ଏହି ପ୍ରଶ୍ନର ସବୁ ଉତ୍ତର ଜାଣନ୍ତୁ। ବର୍ଷା ଋତୁରେ ଯେତେବେଳେ ଜଳସ୍ତର ବଢ଼ିଯାଏ ସେତେବେଳେ ହୀରାକୁଦ ନଦୀବନ୍ଧର ବଡ଼ ବଡ଼ ଗେଟ୍ ଖୋଲାଯାଏ। ସେହି ସମୟରେ ବହୁତ ପରିମାଣର ପାଣି ନଦୀକୁ ଛଡ଼ାଯାଏ, ଯାହା ଦେଖିବାକୁ ଏକ ଅଦ୍ଭୁତ ଦୃଶ୍ୟ ଲାଗେ, କିନ୍ତୁ ଏହା ପ୍ରକୃତରେ ଅତ୍ୟନ୍ତ ଭୟଙ୍କର। ହୀରାକୁଦ ଡ୍ୟାମ୍ର ଜଳଧାରଣା କ୍ଷମତା ହେଉଛି 630 ଫୁଟ ଏବଂ ଡ୍ୟାମ୍ରେ ମୋଟ 98ଟି ଗେଟ୍ ରହିଛି। ବର୍ଷା ଯୋଗୁଁ ଏହାଠୁ ଅଧିକ କିମ୍ବା ନିକଟତର ଯାଏଁ ଜଳସ୍ତର ବଢ଼ିଲେ ହୀରାକୁଦର ବିଭିନ୍ନ ଗେଟ୍କୁ ଖୋଲି ଜଳ ନିଷ୍କାସନ କରାଯାଏ, ଯାହା ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡ଼ିକରେ ଯାଇ ମିଶେ। ତେବେ ଆଜି ମୁଁ ଆପଣଙ୍କୁ କହିବି ଯେ ହୀରାକୁଦର ଗେଟ୍ ସବୁ କେମିତି ଖୋଲାଯାଏ। ମନେ ରଖନ୍ତୁ, ଯଦି ହୀରାକୁଦର ସମସ୍ତ ଗେଟ୍କୁ ଖୋଲି ଦିଆଯାଏ ତେବେ ପୁରା ଓଡ଼ିଶା ଭାସିଯିବ। ସେଥିପାଇଁ ପରିସ୍ଥିତିକୁ ଅନୁଧ୍ୟାନ କରି ଅଳ୍ପ ଅଳ୍ପ ଗେଟ୍ ଖୋଲାଯାଏ। ଗେଟ୍ ଖୋଲିବା ପୂର୍ବରୁ କିଛି ନିୟମ ଅନୁସରଣ କରିବାକୁ ପଡ଼ିଥାଏ। ଗେଟ୍ ଖୋଲିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼େ ଏବଂ ଏକ ସ୍ୱତନ୍ତ୍ର ଟିମ୍ ଡ୍ୟାମ୍ ପରିଦର୍ଶନରେ ମଧ୍ୟ ଯାଆନ୍ତି। ଡ୍ୟାମ୍ ଗେଟ୍ ଖୋଲାଯିବା ଦ୍ୱାରା ଯେଉଁ ଅଞ୍ଚଳରେ ବନ୍ୟା ହେବା ସମ୍ଭାବନା ଥାଏ ସେହି ସ୍ଥାନର ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯାଇଥାଏ। ସବୁ କାର୍ଯ୍ୟ ସରିବା ପରେ ଯାଇ ଡ୍ୟାମ୍ ଗେଟ୍କୁ ଖୋଲାଯାଏ। ହେଲେ ଗେଟ୍ ଖୋଲିବା ବେଳେ ପ୍ରଥମେ 3 ଥର ଉଚ୍ଚ ସ୍ୱରରେ ଏକ ସାଇରନ୍ ବଜାଯାଏ, ଯାହାକି 3 ରୁ 4 କିଲୋମିଟର ଦୂର ଯାଏଁ ଶୁଭିଥାଏ। ଯେକୌଣସି ଡ୍ୟାମ୍ର ଗେଟ୍ ଦୁଇ ପ୍ରକାର ଉପାୟରେ ଖୋଲାଯାଇଥାଏ। ପ୍ରଥମଟି ହାଇ ପ୍ରେସର ଭର୍ଟିକାଲ ଲିଫ୍ଟ ଗେଟ୍, ଯାହା ଛୋଟ ଛୋଟ ଡ୍ୟାମ୍ରେ ବ୍ୟବହୃତ ହୁଏ। ଦ୍ୱିତୀୟଟି ହେଉଛି ରେଡିକାଲ ଗେଟ୍, ଯାହା ବଡ଼ ବଡ଼ ଡ୍ୟାମ୍ ମାନଙ୍କରେ ବ୍ୟବହୃତ ହୁଏ। ଡ୍ୟାମ୍ ଗେଟ୍ ଗୁଡ଼ିକ ସଟର ଭଳି ହୋଇଥାନ୍ତି, ଯାହା ହାଇଡ୍ରୋଲିକ୍ କିମ୍ବା ମେକାନିକାଲ ପ୍ରୋସେସରେ ଖୋଲାଯାଏ। ଡ୍ୟାମ୍ ଗେଟ୍ ଉପରେ ଏକ ମୋଟର ରହିଥାଏ। କଣ୍ଟ୍ରୋଲ ରୁମ୍ରୁ ଅପରେଟରଙ୍କର ଅନୁମତି ମିଳିବା ପରେ ଗେଟ୍କୁ ଖୋଲି ଦିଆଯାଏ। କଣ୍ଟ୍ରୋଲ ରୁମ୍ ହେଉଛି ସବୁଠାରୁ ମୁଖ୍ୟ। ଏହି ରୁମ୍ରେ ସାମାନ୍ୟ ଭୁଲ ହେଲେ ବନ୍ଧ ଭାଙ୍ଗି ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ଥାଏ। ସେଥିପାଇଁ କେବଳ ଦକ୍ଷ ଏବଂ ଅନୁଭବୀ ଲୋକଙ୍କୁ ଏହି କାମରେ ନିଆଯାଏ। ତେବେ ଏହିଭଳି ଭାବରେ ହୀରାକୁଦ ଡ୍ୟାମ୍ର ଗେଟ୍କୁ ଖୋଲାଯାଇଥାଏ। ସମଗ୍ର ପ୍ରକ୍ରିୟାଟି ଉଚ୍ଚ ପ୍ରଶିକ୍ଷିତ ଇଞ୍ଜିନିୟର ଓ ଆଧୁନିକ ଯନ୍ତ୍ରପାତି ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। ଏହା କେବଳ ପାଣି ଛାଡ଼ିବା ପାଇଁ ନୁହେଁ, ବରଂ ତଳ ଅଞ୍ଚଳକୁ ବନ୍ୟାରୁ ସୁରକ୍ଷା ଦେବା ଓ ଜଳସ୍ତରକୁ ସମତୁଳନରେ ରଖିବା ପାଇଁ ମଧ୍ୟ ବହୁତ ଜରୁରୀ। ହୀରାକୁଦ ବନ୍ଧ କେବଳ ଏକ ଇଞ୍ଜିନିୟରିଂ ଚମତ୍କାର ନୁହେଁ, ଏହା ଓଡ଼ିଶାର ଉନ୍ନତି ଓ ସୁରକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ। କାରଣ ଯେଉଁ ନଦୀ ଉପରେ ଏହି ବନ୍ଧ ତିଆରି ହୋଇଛି, ସେହି ମହାନଦୀ ହେଉଛି ଆମ ଓଡ଼ିଶାର ଜୀବନରେଖା। ତେବେ ଆପଣ କେବେ ଏହି ହୀରାକୁଦ ଜଳଭଣ୍ଡାର ଦେଖିଛନ୍ତି କି? ମୋତେ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଏହାକୁ ଲାଇକ୍ ଏବଂ ସେୟାର ନିହାତି କରନ୍ତୁ। ଆପଣଙ୍କୁ ଆଜିର ଏହି ଇନଫର୍ମେସନଟି କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଜ ଫିଡବ୍ୟାକ୍ ନିହାତି ଜଣାଇବେ। ଆଗକୁ ଏଭଳି ଅପଡେଟ୍ ପାଇବା ପାଇଁ ମୋ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ।